100 ରୋଗର ଔଷଧି ହେଲ୍ଥ ଟନିକ୍ ଫ୍ଲାକ୍ସ ସିଡ୍ସ ଫେସି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ। ଏହା ଶରୀରରେ ଅମୃତ ପରି କାମ କରେ। ଫେସି ଗଛକୁ ପେସୁ, ଅଳସୀ, ଟିସି, ଫ୍ଲାକ୍ସ ସିଡ୍ ଇତ୍ୟାଦି ନାମରେ ଜାଣନ୍ତି। ପେସି ଗଛ ଖସା ଗଛ ପରି କିନ୍ତୁ ପତଳା ହୁଏ। ଏହି ଗଛର ପତ୍ର ଖସା ପତ୍ର ଠାରୁ ପତଳା ହୁଏ। ଏହି ଗଛରେ ଅଳ୍ପ ନୀଳ ରଙ୍ଗର ଫୁଲ ହୁଏ। ଫଳ ଗୁଡ଼ିକ ଛୋଟ ଛୋଟ ଗୋଲ ଗୋଲ ହୁଏ। ଏହି ଫଳ ଭିତରେ ଚିକିଣିଆ ମଞ୍ଜି ଥାଏ। ଏହି ମଞ୍ଜିକୁ ଗୁଡ଼ ମିଶାଇ ମଣ୍ଡା ପିଠାରେ ପୁର ରୂପରେ ଦିଆଯାଏ। 1000 ବର୍ଷରୁ ପେସି ମଞ୍ଜିକୁ ଆୟୁର୍ବେଦ ଔଷଧରେ ଉପଯୋଗ କରାଯାଉଛି। ଅଳସୀ ଗଛର ଔଷଧୀୟ ଗୁଣ ବିଷୟରେ ଧନ୍ୱନ୍ତରୀ ନିଘଣ୍ଟୁ, ଭାବପ୍ରକାଶ, କେୟା ନିଘଣ୍ଟୁରେ ଏହାର ଔଷଧୀୟ ବିବରଣୀ ମିଳେ। ବର୍ତ୍ତମାନ ସମୟରେ ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ଫ୍ଲାକ୍ସ ସିଡ୍କୁ ଏକ ସୁପରଫୁଡ୍ କୁହନ୍ତି। ଆଜିକାଲି ଫ୍ଲାକ୍ସ ସିଡ୍ ପାଉଡରକୁ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ପଦାର୍ଥ ସପ୍ଲିମେଣ୍ଟରେ ଉପଯୋଗ କରାଯାଉଛି। ଫ୍ଲାକ୍ସ ସିଡ୍ରେ ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ମାତ୍ରାରେ ମିଳେ। 100 ଗ୍ରାମ ପେସି ମଞ୍ଜିରେ 18 ଗ୍ରାମ ପ୍ରୋଟିନ୍ ମିଳେ। ଫାଇବର, କ୍ୟାଲସିୟମ୍, ମାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍ ଇତ୍ୟାଦି ମିଳେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଓମେଗା-3 ଫ୍ୟାଟି ଏସିଡ୍ ମିଳେ। ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ, ବ୍ରେନ୍ ପାଇଁ, ଗଳା ଯନ୍ତ୍ରଣା, ନର୍ଭସ୍ ସିଷ୍ଟମ୍ ପାଇଁ, ମାଂସପେଶୀ ମଜବୁତ କରିବା ପାଇଁ, ଲିଭର ପାଇଁ, ବୋନ୍ ହେଲ୍ଥ ପାଇଁ, ରିପ୍ରଡକ୍ଟିଭ୍ ଅର୍ଗାନ୍ ପାଇଁ, ୟୁରିନ୍ ଟ୍ରାକ୍ ଇନଫେକ୍ସନ୍ ପାଇଁ, ବଡି ଡିଟକ୍ସିଫାଇଂ ପାଇଁ, ସ୍କିନ୍ ଡିଜିଜ୍, ହେୟାର ପ୍ରୋବ୍ଲେମ୍, କୋଷ୍ଠକାଠିନ୍ୟ, ଋତୁସ୍ରାବ ବିକାର, ସ୍ତନ ଦୁଗ୍ଧ ବୃଦ୍ଧି କରିବା ପାଇଁ, ବାତ ରୋଗ, ୱେଟ୍ ଲସ୍ କରିବା ପାଇଁ, ଡାଇବେଟିସ୍ ରୋଗ, ବ୍ଲଡ୍ ବ୍ଲକେଜ୍ ସମସ୍ୟା ଦୂର କରିବା ପାଇଁ, ଟ୍ୟୁମର ଦୂର କରିବା ପାଇଁ ଏବଂ କ୍ୟାନ୍ସରକୁ ପ୍ରତିରୋଧ କରିଥାଏ। ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ। ଫ୍ଲାକ୍ସ ସିଡ୍ସକୁ ପୁରା ବିଶ୍ୱରେ ସ୍ୱାସ୍ଥ୍ୟବର୍ଦ୍ଧକ ଔଷଧି ଭାବରେ ବ୍ୟବହାର କରାଯାଉଛି। ପେସି ଗଛର ବୈଜ୍ଞାନିକ ନାମ ଲାଇନମ୍ ୟୁସିଟେଟିସିମମ୍, ଇଂଲିଶରେ କମନ୍ ଫ୍ଲାକ୍ସ, ଲିନସିଡ୍ ଫ୍ଲାକ୍ସ ପ୍ଲାଣ୍ଟ, ଓଡ଼ିଆରେ ପେସି, ପେସୁ, ଫେସି, ଅଳସୀ, ଟିସି, ଅତୁଷୀ, ସଂସ୍କୃତରେ ଅତୁଷୀ, ନୀଳପୁଷ୍ପୀ, ଅତସୀ, ଉମା, ପାର୍ବତୀ, କ୍ଷୌମୀ, ହିନ୍ଦୀରେ ଅଳସୀ ଏବଂ ଟିସି। କୋଷ୍ଠକାଠିନ୍ୟ ରୋଗ ପାଇଁ, ଝାଡ଼ା ସଫା ହେବା ପାଇଁ, ଅର୍ଶ ରୋଗରୁ ମୁକ୍ତି ପାଇଁ ଫେସି ମଞ୍ଜି ଗୁଣ୍ଡ 5 ଗ୍ରାମକୁ ପାଣିରେ ବତୁରାଇ ରାତିରେ ରଖନ୍ତୁ। ସକାଳୁ ଖାଲି ପେଟରେ ଏହି ପାଣି ପିଅନ୍ତୁ ଏବଂ ସେ ମଞ୍ଜି ଗୁଡ଼ାକ ଖାଇ ନିଅନ୍ତୁ। ୟୁରିନାରୀ ଡିଜିଜ୍, ପରିସ୍ରା ପୋଡ଼ା, ପରିସ୍ରା ନିଷ୍କାସନରେ ଯନ୍ତ୍ରଣା, ପରିସ୍ରା ରୋକି ରୋକି ଆସୁଥିଲେ, 1-2ଟି ଚାମଚ ଫେସି ମଞ୍ଜି 1 କପ୍ ପାଣିରେ ରାତିରେ ବତୁରାଇ ରଖନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ଖାଆନ୍ତୁ। ମୋଟାପା କମ୍ କରିବା ପାଇଁ 2-3 ml ଲିନସିଡ୍ ଅଏଲ୍ 1 କପ୍ ଗରମ ପାଣିରେ ମିଶାଇ ସକାଳୁ ଖାଲି ପେଟରେ କିଛି ଦିନ ପର୍ଯ୍ୟନ୍ତ ପିଅନ୍ତୁ। ସ୍ତନ ଦୁଗ୍ଧ ବୃଦ୍ଧି କରିବା ପାଇଁ ଫେସି ମଞ୍ଜି ଗୁଣ୍ଡ 3 ଗ୍ରାମ ଏବଂ ମେଥି ଗୁଣ୍ଡ 2 ଗ୍ରାମ ଗରମ ଦୁଧରେ ମିଶାଇ ଦିନରେ 2 ଥର ଖାଆନ୍ତୁ। ମହୁମାଛି ବଲୁରୀ ଡଙ୍କ ମାରିଥିବା ଜାଗାରେ ଫେସି ପତ୍ର ବାଟି କରି ଲଗାନ୍ତୁ। ଶୀଘ୍ର ଯନ୍ତ୍ରଣା ଦୂର ହୁଏ। ଗଳାରେ ଫୁଲା ଦରଜ ହୋଇଥିଲେ ଫେସି ଫୁଲ ବାଟି କରି ଗଳା ଉପରେ ଲଗାନ୍ତୁ। ହାଡ଼ ଗଣ୍ଠିରେ ଫୁଲା ଦରଜ ବିନ୍ଧା ହେଉଥିଲେ ଫେସି ମଞ୍ଜିକୁ ଦୁଧରେ ବତୁରାଇ ଏହାକୁ ବାଟି କରି ଯନ୍ତ୍ରଣା ଜାଗାରେ ଲେପ ଲଗାନ୍ତୁ। ଫୁଲା ଦରଜ ଯନ୍ତ୍ରଣା ଦୂର ହୁଏ। ଅନିଦ୍ରା ରୋଗ, ନିଦ ନ ଆସୁଥିଲେ ଫେସି ତେଲ ଏବଂ ଶୁଦ୍ଧ ଜଡ଼ା ତେଲ ସମାନ ମାତ୍ରାରେ ମିଶାଇ ଆଖିରେ ଅଞ୍ଜନ ପରି ଲଗାନ୍ତୁ। କାନ ଭିତରେ ଦରଜ ହୋଇଥିଲେ ପିଆଜ ରସରେ ପେସି ମଞ୍ଜିକୁ ସିଝାଇ ଏହାକୁ ଛାଣି ନିଅନ୍ତୁ। ଏହି ଲିକ୍ୱିଡ଼କୁ 1-2ଟି ବୁନ୍ଦା କାନରେ ପକାନ୍ତୁ। କାନ ଦରଜ କମ୍ ହୁଏ। ଥଣ୍ଡା କାରଣରୁ ନାକରୁ ପାଣି ଆସୁଥିଲେ ଫେସି ମଞ୍ଜିକୁ
ତାୱାରେ ଭାଜି କରି ପାଉଡ଼ର କରନ୍ତୁ। ଏହି ପାଉଡ଼ରରେ ସମାନ ମାତ୍ରାରେ ମିଶ୍ରି ଗୁଣ୍ଡ ମିଶାଇ 5 ଗ୍ରାମ ମାତ୍ରାରେ ଗରମ ପାଣି ସହିତ ସକାଳ ସନ୍ଧ୍ୟାରେ ଖାଆନ୍ତୁ। କାଶ ରୋଗ ଏବଂ ଦମା ରୋଗ, ଶ୍ୱାସକଷ୍ଟ ହେଉଥିଲେ 3 ଗ୍ରାମ ପେଶୀ ମଞ୍ଜିକୁ 1 ଗ୍ଲାସ ଗରମ ପାଣିରେ ବତୁରାଇ 1 ଘଣ୍ଟା ରଖନ୍ତୁ। ପୁଣି ଏଥିରେ ଅଳ୍ପ ଚିନି ମିଶାଇ ସେବନ କରନ୍ତୁ। କିମ୍ବା ପେଶୀ ମଞ୍ଜି ଭାଜି କରି ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡ 3 ଗ୍ରାମରେ ମହୁ ଏବଂ ମିଶ୍ରି ମିଶାଇ ସକାଳ ସନ୍ଧ୍ୟାରେ ଖାଆନ୍ତୁ। ବାତ ରୋଗ ଏବଂ କଫ ସମସ୍ୟା ପାଇଁ 50 ଗ୍ରାମ ପେଶୀ ମଞ୍ଜି ଭାଜି କରି ଗୁଣ୍ଡ କରନ୍ତୁ। ଏଥିରେ 50 ଗ୍ରାମ ମିଶ୍ରି ଗୁଣ୍ଡ ମିଶାଇ ରଖନ୍ତୁ। ଏହି ଗୁଣ୍ଡ 3ରୁ 5 ଗ୍ରାମ ମାତ୍ରାରେ ମହୁ 1 ଚାମଚ ମିଶାଇ ସକାଳ ସନ୍ଧ୍ୟାରେ ଖାଆନ୍ତୁ। ଥାଇରଏଡ୍ ରୋଗ ପାଇଁ ପେଶୀ ମଞ୍ଜି, ସୋରିଷ ମଞ୍ଜି, ସଜନା ଫଳର ମଞ୍ଜି, ମୂଳା ମଞ୍ଜି ଏବଂ ମନ୍ଦାର ଫୁଲକୁ ଘୋଳ ଦହିରେ ବାଟି କରି ଗଳାରେ ଲେପ ଲଗାନ୍ତୁ। ବଥ ପାଚିବା ପାଇଁ ପେଶୀ ମଞ୍ଜି ବାଟି କରି ଅଟାରେ ମିଶାଇ ଏଥିରେ ଅଳ୍ପ ଖଟା ଦହି ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ବଥ ଉପରେ ଲଗାନ୍ତୁ। ବଥ ଶୀଘ୍ର ପାଚିକରି ଫାଟିଯାଏ। ଅଗ୍ନିଦଗ୍ଧ ଘା ଶୁଖିବା ପାଇଁ ପେଶୀ ତେଲରେ ବସି ଯାଇଥିବା ଚୂନ ଉପରେ ଯେଉଁ ପାଣି ଥାଏ, ସେହି ପାଣିକୁ ମିଶାଇ ଜଳି ଯାଇଥିବା ଅଙ୍ଗରେ ଲେପ ଲଗାନ୍ତୁ। ଘା ଶୀଘ୍ର ଶୁଖିଯାଏ। କାମ ଶକ୍ତି ବୃଦ୍ଧି କରିବା ପାଇଁ ଏବଂ ଧାତୁ ରୋଗରୁ ରକ୍ଷା ପାଇଁ ପେଶୀ ପାଉଡ଼ର 3ରୁ 5 ଗ୍ରାମ ସହିତ ମହୁ 1 ଚାମଚ ଏବଂ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ। ଯୋନି ଭିତରେ ଫୁଲା ଦରଜ ହେଉଥିଲେ ପେଶୀ ତେଲ 4-5 ବୁନ୍ଦା ଯୋନି ଛିଦ୍ରରେ ପକାନ୍ତୁ। ପ୍ଳୀହା ବଢ଼ୁଥିଲେ ଭଜା ପେଶୀ ମଞ୍ଜି ଗୁଣ୍ଡ 2ରୁ 5 ଗ୍ରାମ ମାତ୍ରାରେ ମହୁ ମିଶାଇ ଖାଆନ୍ତୁ। କୋଲେଷ୍ଟ୍ରଲ୍ କଣ୍ଟ୍ରୋଲ କରିବା ପାଇଁ ଫ୍ଲାକ୍ସ ସିଡ୍ସ ପାଉଡ଼ର 2ରୁ 5 ଗ୍ରାମ କିଛି ଦିନ ଖାଆନ୍ତୁ। ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ଭଜା ପେଶୀ ମଞ୍ଜି ଗୁଣ୍ଡ 2ରୁ 5 ଗ୍ରାମ ଖାଆନ୍ତୁ। ମାଂସପେଶୀ ମଜବୁତ କରିବା ପାଇଁ ପେଶୀ ପାଉଡ଼ର 2ରୁ 5 ଗ୍ରାମ ପ୍ରତିଦିନ ଖାଆନ୍ତୁ। ରକ୍ତହୀନତା ଦୂର କରିବା ପାଇଁ ପେଶୀ ଗୁଣ୍ଡ 2ରୁ 5 ଗ୍ରାମ କିଛି ଦିନ ଖାଆନ୍ତୁ। କେଶ ଝଡ଼ୁଥିଲେ, ରୁପି ହେଇଥିଲେ, କେଶ ମୂଳରେ ସୋରାଇସିସ୍ ହୋଇଥିଲେ ପେଶୀ ମଞ୍ଜିକୁ ପାଣିରେ ସିଝାଇ ଛାଣି ନିଅନ୍ତୁ। ଏହି ପାଣିକୁ କେଶ ମୂଳରେ ଲଗାନ୍ତୁ। 15-20 ମିନିଟ୍ ପରେ ପୁଣି ମୁଣ୍ଡ ଧୋଇଦେବେ। ଏହି ଲିକ୍ୱିଡ଼କୁ ହଳଦୀ ମିଶାଇ ମୁହଁରେ ଲଗାଇଲେ ଗ୍ଲୋଇଂ ସ୍କିନ୍ ହୁଏ। ମୁହଁରେ ଲଗାଇ 20 ମିନିଟ୍ ରଖନ୍ତୁ। ତାପରେ ପୁଣି ଥଣ୍ଡା ପାଣିରେ ଧୋଇ ନେବେ। ପେଶୀ ମଞ୍ଜିରେ ଏତେ ଗୁଡ଼ିଏ ଭଲ ଗୁଣ ହେବା ସତ୍ତ୍ୱେ ମଧ୍ୟ କିଛି ସାଇଡ୍ ଇଫେକ୍ଟ ହୁଏ। ପେଶୀ ମଞ୍ଜିର ତାସିର ଗରମ ହୁଏ। ଗରମ ଦିନରେ ଏହାକୁ ଅଳ୍ପ ପରିମାଣରେ ଖାଆନ୍ତୁ। ଏହାକୁ ଖାଇବା ପରେ ଯଦି ପେଟ ଯନ୍ତ୍ରଣା କିମ୍ବା ଏଲର୍ଜି ହେଉଥାଏ ତେବେ ଏହାକୁ ଖାଆନ୍ତୁ ନାହିଁ। ଗର୍ଭବତୀ ମହିଳାଙ୍କୁ ପେଶୀ ମଞ୍ଜି ଖାଇବା ଉଚିତ ନୁହେଁ।